ପୁଅ ଶେଷ ଥର ଆପଣଙ୍କୁ କ'ଣ ମନର କଥା କହିଥିଲେ ମାଉସୀ? ମନର କଥା ମୋତେ ଏଇ ଶେଷ ଥର କହିଥିଲା, କହିଲା ବୋଉ ତୁ ଯଦି ଚାକିରି ଚାହୁଁଛୁ ଆଉ ତୋ ପୁଅକୁ ତୁ ପାଇବୁନୁ। ମାନସିକ ଚାପରେ ଥିଲେ। ହଁ ସେ ବହୁତ ମାନସିକ ଚାପରେ ଥିଲା, ମୁଁ ଜାଣିପାରେନି, ମୁଁ ବୁଝିପାରେନି। ସେ ସବୁ ଯାକ ଦୁଃଖ ପିଇ ପିଇକି ମୋତେ ସୁଖରେ ରଖିବ ବୋଲି କଲା। ତାର ଟିକେ ତା ବାପା ଠାରୁ ଟିକେ ତାର ମୋତେ ବହୁତ ଭଲ ପାଏ। ତାର ଟିକେ ଟିକେ ଭୟ ଥାଏ ମୋ ଉପରେ, ଟିକେ ଥାଏ। ତାଙ୍କ ନାଁରେ ଗୁଡ଼ାଏ ଅଭିଯୋଗ ଆଣୁଛନ୍ତି ସମସ୍ତେ, ଏମିତି କରୁଥିଲେ ସେମିତି କରୁଥିଲେ, ସେ ସବୁ ମିଛ କି ମାଉସୀ? ସବୁ ମିଛ। କ'ଣ ଅଭିଯୋଗ କରୁଛନ୍ତି ମୁଁ ତ ଜାଣିନାହିଁ, କ'ଣ ମୁଁ ଦେଖୁନି କିଛି। ମୁଁ ହଠାତ୍ ସେ ଝିଅମାନେ ଆସିକି ବିଭିନ୍ନ କଥା କହିଲେ, ସିଏ ଥିଲେ ଆମେ ମରିଯାଇଥାନ୍ତୁ, ଆଉ ସିଏ ଥିଲେ ଆମର ଏମିତି ହେଇଯାଇଥାନ୍ତା, ବିଭିନ୍ନ କଥା କହିଲେ ମାଉସୀ। ସେ ଝିଅ ଦୁଇଟା ପୁଲିସ ନେଇକି ତାଙ୍କୁ ପଚାରୁନାହାନ୍ତି। ତାଙ୍କର ଦିନ 11ଟା ବେଳେ ମୋ ପୁଅ ତାଙ୍କୁ ରେପ୍ କରୁଥିଲା। ପୋଲିସ ତାଙ୍କୁ ହଁ ସେଇ ପୋଲିସଙ୍କ କଥା ବି ସତ ହଉ, ମୁଁ କହୁଛି ମୋ ପୁଅ ରେପ୍ କେବେ କରିନି, କେବେ କରିନି। କରିନାହିଁ ତ ପ୍ରମାଣ ହେଇଛି, କେବେ ବି କରିନି। ମୁଁ କହୁଛି ଯେ ହଁ ସେ କରିଛି, ହଁ ସେ ରେପ୍ କରିଛି। ତା ମାନେ କ'ଣ ମୋ ପୁଅକୁ ବାଡ଼େଇକି ମାରିଦେବ? ତା ମାନେ କ'ଣ ମୋ ପୁଅକୁ ବାଡ଼େଇକି ତମେ ମାରିଦେବ କି? ସେ ଝିଅକୁ ଏ ପର୍ଯ୍ୟନ୍ତ ଦଣ୍ଡ ମିଳୁନି, ସେ ଝିଅକୁ ଏ ପର୍ଯ୍ୟନ୍ତ ଆରେଷ୍ଟ ହେଇନାହାନ୍ତି। ପୁଲିସ ମାନେ ସବୁ ଷଡ଼ଯନ୍ତ୍ର କରିକି ମୋ ପୁଅକୁ ଫସେଇ ନାହାନ୍ତି। ପୁଲିସ ମାନେ ଏଥିରେ ହାତ ନାହାନ୍ତି। ପୁଲିସ ସେଇଠି ତମେ ସବୁ ଭିଡ଼ିଓ ଦେଖୁଛ, ସେଇଠି ଚକିରି ଦେଇକିରି ପୁଲିସ ନିଜେ ହାତ ଧରିଛନ୍ତି, ବନ୍ଧା ହେଇଛନ୍ତି ଟି ବୁଝ। ସେ ପୁଲିସ କି ଏପର୍ଯ୍ୟନ୍ତ ତାଙ୍କୁ ସସ୍ପେକ୍ଟ ହେଇଛି, ତାଙ୍କୁ ଦୁଃଖ କାହାକୁ ଲାଗୁନି, ତାଙ୍କୁ ଆରେଷ୍ଟ କରୁନାହାନ୍ତି କି ତାଙ୍କୁ ଜୀବନ ସାରାକୁ ତାଙ୍କୁ ଦଣ୍ଡ ଦେଉନାହାନ୍ତି କି ଫାଶୀ ଦେଉନାହାନ୍ତି, ତାଙ୍କୁ ସସ୍ପେକ୍ଟ କରିଛନ୍ତି। ଆଉ ଏଇ ଯେଉଁ ହାବିଲଦାର ନା କ'ଣ ତାଙ୍କୁ କହନ୍ତି, ସେ ଯେଉଁ କ'ଣ ହୋମଗାର୍ଡ଼, ସେ 2 ଜଣ କ'ଣ ସଂସ୍ଥା ଥିଲେ, ତାଙ୍କୁ ବାହାର କରିଦେଲେ। ସେ କ'ଣ ସଂସ୍ଥା? ସେ ସଂସ୍ଥା ଥିଲେ ନା, ତାଙ୍କୁ ବାହାର କରିଦେଲେ। ଏ ବଡ଼ ଲୋକ ଯେତେକ ସେମାନେ ରହିବେ, ବଞ୍ଚିବେ, ଯେତେକ ଗରିବ ଓଲଟା ସେମାନେ ମରିବେ। ହୋମଗାର୍ଡ଼ ବାଲା ସେ ତାଙ୍କୁ ବାହାର କରିଦେଲେ। ତାଙ୍କୁ ବାହାର କରିକି କ'ଣ ଫାଇଦା ପାଇଲ? ତାଙ୍କୁ ବାହାର କରିକି କ'ଣ? ସେ ତ ତମ କୁକୁର, ତାଙ୍କୁ ତମେ ବାହାର କରିକି କ'ଣ ତମେ ଫାଇଦା ପାଇଲ? ତାଙ୍କ ଦାନା ମାଇଲ, ତାଙ୍କୁ ବାହାର କରିକି ତମେ ଫାଇଦା କ'ଣ ପାଇଲ? ସେମାନଙ୍କୁ ବାହାର କରିକିରି ତାଙ୍କର କେଇଟା ଦରମା? ତାଙ୍କ ମା ଛୁଆ ଅନେଇକି ବସିଥିବ, ତା ସ୍ତ୍ରୀ ଅନେଇକି ବସିଥିବ, ତା ମା ଅନେଇକି ବସିଥିବ, ତା ଛୁଆ ଅନେଇକି ବସିଥିବ, ଦାନା ମୁଠେ ହେଲେ ଆମେ ଖାଇବୁ। ତାଙ୍କ ଦାନା କେମିତି ମାରିଦେଲ? ଏମାନେ ବଡ଼ ଲୋକ ବୋଲିକି ଏମାନଙ୍କର କିଛି କରିପାରୁନା, ତାଙ୍କ ଦାନା ମାରିଦେଲ।